ଶ୍ୱଶୁରଘର ଗାଁ ବନ୍ତଳାରେ ପଲ୍ଲୀକବି ନନ୍ଦକିଶୋର ବଳଙ୍କ 150ତମ ଜନ୍ମ ଜୟନ୍ତୀ ପାଳିତ। ଓଡ଼ିଆ ସାହିତ୍ୟ ଜଗତରେ ପଲ୍ଲୀକବି ନନ୍ଦକିଶୋର ବଳ ଥିଲେ ଜଣେ ଉଜ୍ଜ୍ୱଳ ତାରକା। ତାଙ୍କ ରଚିତ କବିତାଗୁଡ଼ିକରେ ପଲ୍ଲୀ ପ୍ରକୃତିର ନିଚ୍ଛକ ଚିତ୍ର ସାମ୍ନାକୁ ଆସୁଥିଲା। ସେ କେବଳ କାବ୍ୟ କବିତା ରଚନାରେ ନିଜକୁ ସୀମିତ ରଖୁନଥିଲେ। ଉପନ୍ୟାସ ଲେଖି ନାରୀଙ୍କ ଉନ୍ନତି ତଥା ସମାଜରେ ଉପଯୁକ୍ତ ମର୍ଯ୍ୟାଦା ଦେବାକୁ ସେ ଚେଷ୍ଟା କରିଥିଲେ। କନକଲତା ଉପନ୍ୟାସ ଚଳଚ୍ଚିତ୍ର ଭାବେ ରୂପାୟିତ ହୋଇ ଦେଶ ବିଦେଶରେ ପ୍ରସିଦ୍ଧି ଲାଭ କରିବା ସହିତ ତାଙ୍କ ସାହିତ୍ୟ ସାଧନାର ଅନନ୍ୟ କୀର୍ତ୍ତି ବୋଲି ଶ୍ୱଶୁରଘର ଗାଁ ବନ୍ତଳାରେ ଆୟୋଜିତ ତାଙ୍କର 150ତମ ଜୟନ୍ତୀ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ବନ୍ତଳାଠାରେ ଦ୍ୱିତୀୟ ଭଞ୍ଜ ସାହିତ୍ୟ ସଂସ୍କୃତି ସଂସଦ, ଦୁଲାରପୁର, ଗୋପାଳପୁର ଓ ବୁଢ଼ୀଜାଗୁଳାଇ ୟୁଥ୍ କ୍ଲବ ବନ୍ତଳାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଉତ୍ସବରେ ଅଧ୍ୟାପକ ଉମାକାନ୍ତ ପ୍ରଧାନଙ୍କ ସଭାପତିତ୍ୱରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିପିନ ବିହାରୀ କର ଉଦ୍ଘାଟକ, ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ଜନାର୍ଦ୍ଦନ ରାଉତ, ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ବିରୁପାକ୍ଷ ରାୟ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶାରଦା ପ୍ରସାଦ ମିଶ୍ର, ସମ୍ମାନିତ ଅତିଥି ଅବସରପ୍ରାପ୍ତ ଅଧ୍ୟାପକ ଦେବେନ୍ଦ୍ରନାଥ ଖୁଣ୍ଟିଆ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ। ଅଭ୍ୟୁନ୍ୟାସିକା ବିଦୁଲତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭାରେ ଶିକ୍ଷାବିତ୍ ଡକ୍ଟର ପ୍ରଫୁଲ୍ଲ କୁମାର ଦାସ, ମୁଖ୍ୟ ଅତିଥି ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ବିଶିଷ୍ଟ ଅତିଥି ପ୍ରାଧ୍ୟାପକ ନିରୁଦ୍ଧ କୁମାର ଦାସ ମୁଖ୍ୟ ବକ୍ତା, ଅବସରପ୍ରାପ୍ତ ଶିକ୍ଷକ ବ୍ରଜସୁନ୍ଦର ନାୟକ, ସମାଜସେବୀ ନୃସିଂହଚରଣ ସାମଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପଲ୍ଲୀକବିଙ୍କ ଜୀବନୀ, ସାହିତ୍ୟ ରଚନା ଓ ଗ୍ରାମ୍ୟ ସଂସ୍କୃତି ପ୍ରତି ଭଲ ପାଇବା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଶିଶୁ ସାହିତ୍ୟିକ ଡକ୍ଟର ବସନ୍ତ କିଶୋର ସାହୁ ଓ ମହିମା ଧର୍ମ ଗବେଷକ ଡକ୍ଟର ଏକାଦଶୀ ପ୍ରଧାନଙ୍କୁ ପଲ୍ଲୀକବି ନନ୍ଦକିଶୋର ବଳ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ମାତୃଭାଷାରେ ଅଧିକ ନମ୍ବର ରଖିଥିବା ବିଭିନ୍ନ ସ୍କୁଲର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଦ୍ୱିତୀୟ ଭଞ୍ଜ ସାହିତ୍ୟ ସଂସ୍କୃତି ସଂସଦର ସମ୍ପାଦକ ଗୌତମ ଚରଣ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଯୁବ ସାହିତ୍ୟ ସଂଗଠକ ଇଞ୍ଜିନିୟର ସରୋଜ ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାହିତ୍ୟିକ ମହେନ୍ଦ୍ର ଘଡ଼େଇ, ପ୍ରତିଭା ଦାସ ଓ ବିବେକାନନ୍ଦ ଦାସଙ୍କ ସଂଯୋଜନାରେ କବିତା ପାଠ ଅନୁଷ୍ଠିତ ହୋଇଥିଲା। ଏଥିରେ କବି ସଦାଶିବ ପଣ୍ଡା, ପ୍ରଫୁଲ୍ଲ କୁମାର ସିଂ, ଆଶୁକବି ବିଜୟ କୁଅଁର, ବିପ୍ରଭୂଷଣ ପଣ୍ଡା, ମନୋଜ କୁମାର ପ୍ରଧାନ, ସସ୍ମିତା ପଣ୍ଡା, ସତ୍ୟାନନ୍ଦ ଦାସ, ଜେ.ଏନ୍. ସାମଲ, ଦିଲ୍ଲୀପ କୁମାର ଗ୍ରହାଚାର୍ଯ୍ୟ, ରାଜକିଶୋର ମିଶ୍ର, ଲକ୍ଷ୍ମଣ ରାଉତ, ନକୁଳଚରଣ ପୃଷ୍ଟି ପ୍ରମୁଖ କବିତା ପାଠ କରିଥିବା ବେଳେ ବିରଞ୍ଚି ନାରାୟଣ ସାମଲ, ମହେନ୍ଦ୍ର ରାଉତରାୟ, ରାକେଶ ସାମଲ, ମଦନ ମୋହନ ବଳ, ବିପିନ ବିହାରୀ ସାମଲ, ମନୋଜ ସାହୁ, ଗିରିଶ ବେଉରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପ୍ରଥମ ଅଧିବେଶନରେ ଶିଶୁ ସାହିତ୍ୟିକ ପ୍ରଫୁଲ୍ଲ କୁମାର ସାହୁ ଓ ଦ୍ୱିତୀୟ ଅଧିବେଶନରେ ଆଇନଜୀବୀ ଦିଲ୍ଲୀପ ଗ୍ରହାଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ମାହାଙ୍ଗାରୁ ବିଜୟ କୁଅଁରଙ୍କ ରିପୋର୍ଟ, ନିର୍ମାଣ ଲାଇଭ। ମୁଁ ଡକ୍ଟର ଏକାଦଶୀ ପ୍ରଧାନ, ମହିମା ଧର୍ମ ଗବେଷକ। ଆଜି ମୁଁ ବିଶେଷ ଭାବରେ ଆହ୍ଲାଦିତ, ଆଜି ଯୋଉ ଆମର ପଲ୍ଲୀକବି ନନ୍ଦକିଶୋର ବଳଙ୍କର ଯୋଉ 150ତମ ଜୟନ୍ତୀ ପାଳନ କରାହଉଛି ଏବଂ ଗୋଟେ ନିଆରା କାର୍ଯ୍ୟକ୍ରମ। ସେ ଯେଉଁଠାରେ ବିବାହ ହେଇଥିଲେ, 12 ବର୍ଷରେ କୋକିଳ ଦେବୀଙ୍କୁ ବିବାହ ହେଇଥିଲେ, ସେଇ ଗାଁରେ ବନ୍ତଳା ଗାଁ, ଯୋଉଟା ଗୋଟେ ପ୍ରତିଷ୍ଠିତ ଗାଁ, ସେଇ ଗାଁରେ ତାଙ୍କର ଗୋଟେ ଆଲୋଚନା ଚକ୍ର ଆମର ଦ୍ୱିତୀୟ ଭଞ୍ଜ ସାହିତ୍ୟ ସଂସ୍କୃତି ପରିଷଦ ଏବଂ ବୁଢ଼ୀ ଜାଗୁଳାଇ ସାଂସ୍କୃତିକ ସଂସଦ ମାଧ୍ୟମରେ ଏଇ ଯୋଉ କାର୍ଯ୍ୟକ୍ରମ ହେଲା ଏବଂ ଯୋଉ ଅତିଥି ଆମର ଅତ୍ୟନ୍ତ ସମ୍ମାନନୀୟ ଆମର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଏବଂ ପ୍ରଫୁଲ୍ଲ କୁମାର ଦାସ, ଯାହାଙ୍କୁ ମୁଁ ପିଲାଦିନୁ ଅତି ପରିଚିତ, ପିଲାଦିନୁ ତାଙ୍କ ସହିତ ସମ୍ପର୍କ, ଯାହା ହଉ ତାଙ୍କୁ ଆଜି ପାଇ ଏବଂ ଏଇ ଯୋଉ ଆସର ଦ୍ୱିତୀୟ ଭଞ୍ଜଙ୍କ ଉପରେ ବିଭିନ୍ନ ଦ୍ୱିତୀୟ ଭଞ୍ଜ ସହିତ ଆମର ପଲ୍ଲୀକବିଙ୍କ ଉପରେ ଯୋଉ ଆଲୋଚନା ଚକ୍ରଟି ହେଲା ଅତ୍ୟନ୍ତ ମନମୁଗ୍ଧ ହେଲା। ସମସ୍ତେ ଭଲରେ ଥାନ୍ତୁ, ଶାନ୍ତିରେ ଥାନ୍ତୁ, ଏତିକି କାମନା କରି ରହୁଛି। ମୋ ନାଁ ହେଉଛି ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ସଭାପତି ଉତ୍କଳ ସାହିତ୍ୟ ସମାଜ। ଆଜିର କାର୍ଯ୍ୟ ବିଷୟ କଣ କହିବେ? ଆଜି ଇତିହାସ ଗୋଟେ ପୃଷ୍ଠା ଲେଉଟେଇଛି, ଯୋଉ ପୃଷ୍ଠାରେ ଲିପିବଦ୍ଧ ହେଇଛି ବନ୍ତଳା ଗ୍ରାମର ନାଁ ଏବଂ ଏଇ ବନ୍ତଳା ଗ୍ରାମର ସେଦିନର ଅଲିଅଳି କନ୍ୟା କୋକିଳା ଦେବୀ ସହଧର୍ମିଣୀ ହେଇଥିଲେ ପଲ୍ଲୀକବି ନନ୍ଦକିଶୋର ବଳଙ୍କର। ଏବଂ ଆମେ ଯେତେବେଳେ 150ତମ ଜୟନ୍ତୀ ଏଇ ମହାନ କବିଙ୍କର ପାଳନ କରୁଛୁ, ତାଙ୍କର ସହଧର୍ମିଣୀଙ୍କ ଗ୍ରାମ ବନ୍ତଳାରେ ଏଇ ଯୋଉ କାର୍ଯ୍ୟକ୍ରମ କରାଯାଉଛି, ସେଥିପାଇଁ ଦୁଇ ଅନୁଷ୍ଠାନ, ସେଇ ଦ୍ୱିତୀୟ ଭଞ୍ଜ ଗୋଲକ ପ୍ରଧାନ ସାହିତ୍ୟ ସଂସ୍କୃତି ସଂସଦ ଏବଂ ବୁଢ଼ୀ ଜାଗୁଳାଇ ୟୁଥ୍ କ୍ଲବ, এই উভয় গোটে উদ্যম କରିଛନ୍ତି ଏବଂ ଅନ୍ତତଃ ପକ୍ଷେ
ନନ୍ଦକିଶୋର ବଳଙ୍କ ଉପରେ ବହୁତ ଆଲୋଚନା ହେଇଛି, କିନ୍ତୁ କୋକିଳା ଦେବୀକୁ ନେଇ ଗୋଟିଏ ଉତ୍ସବ କରାଯିବା ଏବଂ ନନ୍ଦକିଶୋର ବଳଙ୍କର 150ତମ ଜୟନ୍ତୀ ପାଳନ କରାଯିବା ସୁଖର କଥା। ଏବଂ ଏହି ଧାରାଟି ଆଗକୁ ବଢ଼ିଲେ ଅନ୍ତତଃ ପକ୍ଷେ ଓଡ଼ିଶାର ଅନେକ ଚର୍ଚ୍ଚିତ ହେଇନଥିବା ପ୍ରତିଭା ମାନେ ଆଗକୁ ଆସିବେ। ସେଥିପାଇଁ ମୁଁ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଦଉଛି ଏବଂ କୃତଜ୍ଞତା ଜଣାଉଛି। ଆପଣ ପରିଚୟ? ମୁଁ ପ୍ରଫୁଲ୍ଲ କୁମାର ଦାସ, ମୁଁ ଭଞ୍ଜ ସାହିତ୍ୟର ଗବେଷକ। ଆଉ ମୁଁ ଭଞ୍ଜ ସାହିତ୍ୟ ଗବେଷଣା କରି PhD ପାଇଛି। এই অনুষ্ঠানটা ଆଜି ଯେପରି ଭାବରେ ସମ୍ମାନିତ ହୋଇଛି, ସେଥିପାଇଁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ମୁଁ ହାର୍ଦ୍ଦିକ ଶୁଭେଚ୍ଛା ଓ ଜଣାଉଛି। ଏହା ସଙ୍ଗେ ସଙ୍ଗେ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରୁଛି। ଏତିକି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା। ମୁଁ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅବସରପ୍ରାପ୍ତ ଆସୋସିଏଟ ପ୍ରଫେସର ନିରୋଧ କୁମାର ଦାସ। ଆଉ ବିଶେଷ କରି ଓଡ଼ିଆ କାବ୍ୟ ସାହିତ୍ୟରେ ରୀତି ସାହିତ୍ୟ ଏବଂ ପାଲା ସାହିତ୍ୟ ସଂସ୍କୃତି ଉପରେ ମୁଁ ଗବେଷଣା କରୁଛି ଏବଂ ଜଣେ ପାଲା ସାହିତ୍ୟର ପ୍ରବକ୍ତା ଭାବରେ ସାରା ଓଡ଼ିଶାର ମୋର ସୁଖ୍ୟାତି ରହିଛି। ପ୍ରାଚୀନ ରାଗରାଗିଣୀ ଗାୟନ ସହିତ ତାତ୍ତ୍ୱିକ ଆଲୋଚନା ଏ ମୋର ହେଉଛି ବିଶେଷତ୍ୱ। ଆଜି ମୁଁ ଅତ୍ୟନ୍ତ ଖୁସି ଯେ ଦ୍ୱିତୀୟ ଭଞ୍ଜ ସାହିତ୍ୟ ସଂସ୍କୃତି ସଂସଦ ଏବଂ ବୁଢ଼ୀଜାଗୁଳାଇ କ୍ଲବ ବନ୍ତଳା ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ନନ୍ଦକିଶୋର ବଳଙ୍କର 150ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଥିବା ସଭାରେ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଅତ୍ୟନ୍ତ ଖୁସି। ଏବଂ ଯେଉଁ ବିଷୟ ନନ୍ଦକିଶୋରଙ୍କ ଉପରେ ବିଶେଷ ଆଲୋଚନା ହେଉନଥିଲା, ଯେହେତୁ ସେ ଜଣେ ପଲ୍ଲୀ କବି, ଅଧିକାଂଶ ବକ୍ତା ଅତିଥିମାନେ ତାଙ୍କର ପଲ୍ଲୀପ୍ରାଣତା ଉପରେ ଆଲୋଚନା କଲାବେଳେ ମୁଁ ତାଙ୍କର ସାଙ୍ଗୀତିକତା ଉପରେ ଆଲୋଚନା କରୁଥିଲି। ମୁଁ ଅତ୍ୟନ୍ତ ଖୁସି ଏବଂ ଅନୁଷ୍ଠାନ ଉତ୍ତରୋତ୍ତର ଉନ୍ନତି ଲାଭ କରୁ, ଏହା ମୋର ବ୍ୟକ୍ତିଗତ କାମନା। ଏଥିପାଇଁ ମୁଁ ଜଗନ୍ନାଥ ପାଖରେ ପ୍ରାର୍ଥନା କରୁଛି ଅନୁଷ୍ଠାନ ଚିରଜୀବୀ।